ଅଛି ତା ତୁ ଗାଇକି ଟିକେ ଶୁଣେଇଲୁ। ଓକେ ମ୍ୟାଡାମ ମୁଁ ବୋଲୁଛି ଆପଣ ଶୁଣନ୍ତୁ। ଓ ଆ ଇ ଆଇ ଆ ଇ ହାଇ ଅଭଦ୍ର କୋଡ଼ିକାର ଏମିତି କିଏ ପାଠ ପଢନ୍ତି? ଏଇ ତ ମ୍ୟାଡାମ ଆପଣ କିଛି ବୁଝିବେନି ଆଉ। ଆରେ ମ୍ୟାଡାମ ଆଜି କାଲି ଏଇଭଳିଆ ଟ୍ରେଣ୍ଡ ଚାଲିଛି, ପାଠ ପଢା ଏଇଭଳିଆ ଚାଲିଛି। ମୁଁ କୋନଟା ଖରାପ କଥା କହିଲି ମତେ କହୁନାହାନ୍ତି। ନାଇଁ ମୁଁ ଖରାପଟା କଣ କହିଲି? ଆପଣ କହିଲେ ଅ ଆ ଇ ଓ ୟୁ ଏଇଭଳିଆ ସବୁ କହୁଥିଲେ। ମୁଁ ବି ସେଇ କଥା କହିଲି। ମୁଁ ବି କହିଲି ଅ ଆ ଏ ଇ ଅ ଇ ମୁଁ ଏଇଭଳିଆ କହିଲି, ଟିକେ ସୁର ଲଗେଇ ଟିକେ କହିଲି। ଆପଣ ଯାହା କହିଲେ ମୁଁ ବି ସେଇଆ କହିଲି। ଏତେ ଅସୁବିଧା କଣ ହେଲା? ଏଇଠି ଦେଖନ୍ତୁ ମ୍ୟାଡାମ ମୁଁ କିଛି ଖରାପ ଉଦ୍ଦେଶ୍ୟ ନେଇକି କହିନି। ଆପଣ ଯୋଉ କଥା କହିଲେ ମୁଁ ବି ସେଇ କଥା କହିଲି। ମୁଁ ଟିକେ ସୁର ଲଗେଇ ଟିକେ କହିଲି। ଆପଣ ଯଦି ଖରାପ କିଛି ଚିନ୍ତାଧାରା କରିବେ ତାହେଲେ ସେଟା ଆପଣଙ୍କ ଚିନ୍ତାଧାରା ଏଇଟା ହିଁ ଭୁଲ। ମୋର ତ ଦୋଷ କଣ କହିଲେ? ହଁ ତୁ ଠିକ କହିଛୁ କିନ୍ତୁ ଏସବୁ ଶୁଣିଲା ବେଳକୁ କେମିତି ଗୋଟେ ଅସନା ଲାଗୁଛି ବା। ଆରେ ମ୍ୟାଡାମ ଆପଣ ଇଏ କଣ କହୁଛନ୍ତି ଅସନା ଲାଗୁଛି? ଅସନା କାହିଁକି ଲାଗିବ ଯେ? ଆମେ ପାଠଟାକୁ ଟିକେ ସୁର ଲଗେଇ ଟିକେ ଗୀତ ଭଳିଆ ଟିକେ ବୋଲିକି ଗାଇବା। ଏଥିରେ ଅସନା କଣ ଆସିଲା? ମ୍ୟାଡାମ ଆପଣ ସେଇଭଳିଆ ଶିଖାନ୍ତୁ ଆମକୁ, ଆମର ଟୋଟାଲି ସବୁ ମନେ ରହିବ। ଆଚ୍ଛା ହଉ ଠିକ ଅଛି, ତାହେଲେ ମୁଁ ସେଇଭଳିଆ ସୁର ଲଗେଇ ଗାଉଛି, ତମମାନେ ବି ଡାକ ଠିକ ଅଛି? କୁହ ପିଲାମାନେ ଅ ଅ ଆ ଆ ଇ